ଖ୍ରୀଷ୍ଟଙ୍କ ଯୋଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ହାଲେଲୁୟା ଏବଂ ନବଜୀବନ କେନ୍ଦ୍ରକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରେ। ଆଜି ଏପ୍ରିଲ ମାସର 30 ତାରିଖ ଅର୍ଥାତ ଏପ୍ରିଲ ମାସର ଶେଷ ଗୁରୁବାର ଏବଂ ପୁନରୁତ୍ଥାନ ପରବର୍ତ୍ତୀ ଚତୁର୍ଥ ଗୁରୁବାର। ଆଜି ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ ଯୀଶୁଙ୍କର କାର୍ଯ୍ୟକୁ ଅନୁସରଣ କରିବା ପାଇଁ ଆମମାନଙ୍କୁ ଶିକ୍ଷା ଦିଏ। କାରଣ ଏ ପ୍ରକାର ଲେଖାଯାଇଛି, ଯୀଶୁଙ୍କର କାର୍ଯ୍ୟକୁ ଯେଉଁମାନେ ଅନୁକରଣ କରନ୍ତି ସେମାନେ ଧନ୍ୟ, ଯାହାକୁ ଆମେ ଇଂଲିଶରେ କହୁ ଇମିଟେସନ୍ ଅଫ୍ ଖ୍ରାଇଷ୍ଟ। ଅର୍ଥାତ ଯୀଶୁ ଯାହା ଯାହା କଲେ ଆମର ତାଙ୍କର ଜୀବନ କାଳ ମଧ୍ୟରେ ସେସବୁକୁ ଆମେ କରିବା ଦ୍ୱାରା ତାକୁ ଅନୁକରଣ କରିଥାଉ। ସେ ଯେଉଁମାନେ ଅନୁକରଣ କରନ୍ତି ସେମାନେ ଧନ୍ୟ। ଯୀଶୁ କ'ଣ କ'ଣ ଆମ ପାଇଁ କଲେ, ବିଶେଷ କରି ଆଜିର ସୁସମାଚାର ଆମେ ଦେଖିବା। ଯୀଶୁ ଶିଷ୍ୟମାନଙ୍କର ପାଦ ଧୋଇଲେ ଏବଂ ଅଣ୍ଟାରେ ଘୋଡ଼ା ଯାଇଥିବା ଗାମୁଛାରେ ପୋଛି ଦେଲେ ଏବଂ ସେ କହିଲେ, ମୁଁ ଗୁରୁ ହୋଇ ତୁମର ପରମେଶ୍ୱର ହୋଇ ଯଦି ତୁମର ପାଦ ଧୋଇଲି ତାହେଲେ ତୁମମାନଙ୍କର କର୍ତ୍ତବ୍ୟ କ'ଣ ବୁଝିପାରିଲ ତ? ତେଣୁ ମୁଁ ଯେପରି ଗୁରୁ ହେଇ ତୁମର ଈଶ୍ୱର ହେଇ ଯଦି ତୁମର ଗୋଡ଼ ଧୋଇଲି ଗୋଡ଼ ପୋଛିଲି, ତୁମେମାନେ ମଧ୍ୟ ପରସ୍ପର ସେଇ ପ୍ରକାର କର। ଏବଂ ଏଇ ଯେଉଁ ସୁସମାଚାର ଲୁକସୁସ 17 ଅଧ୍ୟାୟ 17 ପଦରେ ଲେଖାଯାଇଛି, ଯେଉଁମାନେ ଯୀଶୁଙ୍କର କାର୍ଯ୍ୟକୁ ଅନୁସରଣ କରନ୍ତି ସେମାନେ ଧନ୍ୟ। ତେବେ ଆସନ୍ତୁ ଆଜି ପ୍ରଭୁଙ୍କର ବାକ୍ୟ, ଆଜି ଦିବସରେ କ'ଣ ବାକ୍ୟ ଦିଆଯାଇଛି ସେଟା ପାଠ କରିବା। 7 ଜହନ୍ଙ୍କ ଅନୁଯାୟୀ ସୁସମାଚାର ପାଠ ଅଧ୍ୟାୟ 13 ପଦ ସଂଖ୍ୟା 16ରୁ 20। ପାଠଟି ଏହି ପ୍ରକାର ଲେଖାଯାଇଛି, ଆପଣମାନେ ବାହାର କରନ୍ତୁ। ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହେ, ସେବକ ନିଜ ମୁନିଠାରୁ ଶ୍ରେଷ୍ଠ ନୁହଁ ଅଥବା ବାର୍ତ୍ତାବହ ନିଜ ପ୍ରେରଣକର୍ତ୍ତାଙ୍କ ଠାରୁ ଶ୍ରେଷ୍ଠ ନୁହଁ। ଯଦି ତୁମେମାନେ ଏସବୁ ବିଷୟ ବୁଝି ଏହାକୁ କାର୍ଯ୍ୟରେ ପରିଣତ କର, ତେବେ ତୁମେମାନେ ଧନ୍ୟ। ତୁମ ସମସ୍ତଙ୍କ ବିଷୟରେ ମୁଁ ଏହା କହୁନାହିଁ। ମୁଁ ଜାଣେ ମୁଁ କେଉଁମାନଙ୍କୁ ମନୋନୀତ କରିଛି, କିନ୍ତୁ ମୁଁ ଏହା କହିଲି ଯେପରି ଶାସ୍ତ୍ର ବଚନ ପୂର୍ଣ୍ଣ ହୁଏ। ଯିଏ ମୋର ଅନ୍ନଭୋଜନ କରିଛି ସେ ମୋ ବିରୁଦ୍ଧରେ ଗୋଇଠି ଉଠାଇଛି। ଏହା ଘଟିବା ପୂର୍ବରୁ ମୁଁ ବର୍ତ୍ତମାନ ଏହି ବିଷୟରେ ତୁମମାନଙ୍କୁ ଜଣାଉଛି, ଯେପରି ଯେତେବେଳେ ତାହା ଘଟିବ ତୁମେମାନେ ବିଶ୍ୱାସ କରିବ ଯେ ମୁଁ ହିଁ ସେହି। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହେ, ଯେ କେହି ମୁଁ ପ୍ରେରଣ କରିଥିବା ବ୍ୟକ୍ତିକୁ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ ଏବଂ ଯେ ମୋତେ ଗ୍ରହଣ କରେ ସେ ମୋର ପ୍ରେରଣକର୍ତ୍ତାକୁ ଗ୍ରହଣ କରେ। ପ୍ରଭୁଙ୍କର ସୁସମାଚାର। ପ୍ରେମମୟ ସ୍ୱର୍ଗସ୍ଥ ପିତା, ଆଜିର ବାକ୍ୟର ଗଭୀର ରହସ୍ୟ, ଗଭୀର ବିଷୟ ବୁଝିବା ପାଇଁ ଆମମାନଙ୍କୁ ଶିକ୍ଷା ଦେବ ତୁମର ଆତ୍ମାକୁ ପ୍ରେରଣ କର। କାରଣ ଜନ୍ ସୁସମାଚାର 14:26 ପଦରେ ତୁମେ କହିଛ, ପ୍ରଭୁ ଯେତେବେଳେ ସେ ପବିତ୍ର ଆତ୍ମା ତୁମ ନିକଟକୁ ଆସିବେ ସେ ପବିତ୍ର ଆତ୍ମା ହିଁ ତୁମମାନଙ୍କ ସମସ୍ତ ବିଷୟ ଶିକ୍ଷା ଦେବେ। ସେଇ ଆତ୍ମାକୁ ପ୍ରେରଣ କର, ଯେପରି ସେ ପବିତ୍ର ଆତ୍ମା ହିଁ ଆଜି ମୋର ମୁଖ ଏବଂ ଜୀବ ଦେଇ ଆମମାନଙ୍କୁ କଥା କୁହନ୍ତୁ ଏବଂ ସେ ବାକ୍ୟ ଶୁଣିବୁ, ଆମର ହୃଦୟରେ ରଖିବୁ, ଜାଣିବୁ, କାର୍ଯ୍ୟକାରୀ କରି ଆମେ ମଧ୍ୟ ଯେପରି ଅନନ୍ତ ଜୀବନର ଅଧିକାରୀ ହେବୁ ସେ ଅନୁଗ୍ରହ ପ୍ରଦାନ କର। ପ୍ରଭୁ ଯୀଶୁଙ୍କ ନାମରେ ମାଙ୍କ ମାଧ୍ୟସ୍ଥ ଭିକ୍ଷା କରୁଛୁ, ଆମେନ୍। ସ୍ନେହର ଭାଇ ଭଉଣୀମାନେ, ଆଜିର ମୋ ଟପିକ୍ ହେଲା, ଆଜିର ପ୍ରସଙ୍ଗ ହେଲା, ଯୀଶୁଙ୍କର କାର୍ଯ୍ୟକୁ ଯେଉଁମାନେ ଅନୁକରଣ କରନ୍ତି ସେମାନେ ଧନ୍ୟ। ଯୀଶୁ ତାଙ୍କର ଜୀବନ କାଳରେ ପୃଥିବୀ ଥିବା ସମୟରେ 33.5 ବର୍ଷ ପୃଥିବୀରେ ରହିଲେ। ତାଙ୍କର ଜୀବନ କାଳରେ ଅନେକ ବଡ଼ ବଡ଼ କାମ କଲେ। ଉଦାହରଣ ସ୍ୱରୂପ ଗାଁ ଗାଁ ବୁଲି ବୁଲି, ସହର ସହର ବୁଲି ବୁଲି ସୁସମାଚାର ପ୍ରଚାର କଲେ। କାଲବାରୀ କ୍ରୁସରେ ମରିବା ସମୟରେ ତାଙ୍କର ହତ୍ୟାକାରୀମାନଙ୍କୁ କ୍ଷମା ଦେଲେ, ରୋଗୀମାନଙ୍କୁ ସୁସ୍ଥ କଲେ ଏବଂ ପ୍ରଭୁ ଯୀଶୁ ତାଙ୍କର ଅନ୍ତିମ ଭୋଜନ ସମୟରେ ଠିଆ ହେଲେ, ଅଣ୍ଟାରେ ତାଙ୍କର ଗାମୁଛା ଭିଡ଼ିଲେ, ନିଜର ଶିଷ୍ୟମାନଙ୍କର ପାଦ ଧୋଇଲେ ଏବଂ ଗାମୁଛା ଘୋଡ଼େଇଥିବା ଗାମୁଛାରେ ପୋଛି ଦେଲେ ଏବଂ ପ୍ରଭୁ ଯୀଶୁ ଆମ ପାଇଁ ଜୀବନ ମଧ୍ୟ ଦେଲେ। ପ୍ରଭୁ ଯୀଶୁ ଆମମାନଙ୍କୁ ପ୍ରେମ କଲେ, ପ୍ରଭୁ ଯୀଶୁ ଆମମାନଙ୍କୁ ସେବା କଲେ ଏବଂ ସର୍ବଶେଷରେ ପ୍ରଭୁ ଯୀଶୁ ପିତା ପରମେଶ୍ୱର ଆଜ୍ଞାବହ ଏତେ ହେଲେ ଯେ ଫିଲିପିଓ 2:8-9 ପ୍ରକାରେ କାଲବାରୀ ମୃତ ପର୍ଯ୍ୟନ୍ତ, ଏପରି ଯେ କ୍ରୁଶ ଉପରେ ମରଣ ପର୍ଯ୍ୟନ୍ତ ପିତାଙ୍କର ଆଜ୍ଞାବହ ହେଲେ
ଏବଂ ଏଇ ଯେଉଁ ଯୀଶୁ ଆମକୁ ଯେ ବିଭିନ୍ନ ଆଦର୍ଶ ଦେଖିଦେଇଗଲେ, ଯାହା ଯାହା କାମ କଲେ, ଯେଉଁମାନେ ଆମମାନଙ୍କୁ ମଧ୍ୟ ସେଇ କାମକୁ ଅନୁକରଣ କରିବା, ସେଇ ସମାନ କାର୍ଯ୍ୟ ଆମେ ବି ଆମ ଜୀବନରେ କରିବା, ସେମାନଙ୍କୁ ପ୍ରଭୁ ଯୀଶୁ କହୁଛନ୍ତି ଧନ୍ୟ। ଉଦାହରଣ ସ୍ୱରୂପ ଯଦି ପ୍ରଭୁ ଯୀଶୁ ଈଶ୍ୱର ହିଁ ତ୍ରାଣକର୍ତ୍ତା ହେଇ ଯଦି ନିଜର ହତ୍ୟାକାରୀମାନଙ୍କୁ ପ୍ରଭୁ ଯୀଶୁ କ୍ଷମା ଦେଲେ, ଲୁକ୍ 23:34 ପ୍ରଭୁ ଯୀଶୁ କହିଲେ, କାଲବାରୀ କ୍ରୁସରେ ଝୁଲୁଥିବା ସମୟରେ କହିଲେ, ହେ ପିତା, ଏମାନେ କ'ଣ କରନ୍ତି ଜାଣନ୍ତି ନାହିଁ, ସେମାନଙ୍କୁ କ୍ଷମା କର। ଯଦି ଯୀଶୁ ତାଙ୍କର ହତ୍ୟାକାରୀମାନଙ୍କୁ କ୍ଷମା ଦେଇପାରିଲେ, ଆମ ଜୀବନରେ ଆମର ସାହି ପଡ଼ିଶା, ଆମର ଘରର ଭାଇ ଭଉଣୀକୁ, ଆମର ବାପାକୁ ମାଆକୁ, ସାହି ପଡ଼ିଶା ଲୋକମାନେ ଛୋଟ ଛୋଟ ଭୁଲ କରିଥିବା କାମକୁ ଯଦି ଆମେ କ୍ଷମା ଦେଇପାରିବା, ତାହେଲେ ଆମେମାନେ ଧନ୍ୟ। ପ୍ରଭୁ ଯୀଶୁ ପିତା ପରମେଶ୍ୱର ଆଜ୍ଞାବହ ଏତେ ହେଲେ ଯେ ଗେଥ୍ସେମନି ଉଦ୍ୟାନରେ ଯୀଶୁ ପ୍ରାର୍ଥନା କଲେ, ରକ୍ତର ଝାଳ ବହି ପ୍ରାର୍ଥନା କଲେ, କହିଲେ, ଦେଖିପାରୁଥିବେ ତାଙ୍କ ଯନ୍ତ୍ରଣା କେତେ ବେଦନାମୟ ହେବ ଜାଣିପାରୁଥିବେ। ଯୀଶୁ ସ୍ୱୟଂ ପିତାଙ୍କୁ ପ୍ରାର୍ଥନା କଲେ, ପିତା, ଯଦି ସମ୍ଭବ ଏ ଯନ୍ତ୍ରଣା କଷ୍ଟର ପାନପତ୍ର ମୋ ଠାରୁ ଦୂରେଇ ନେଇଯାଅ, ତଥାପି ମୋର ଇଚ୍ଛା ନାହିଁ, ତୁମର ଦିବ୍ୟ ଇଚ୍ଛା ପୂର୍ଣ୍ଣ। ଏବଂ ପ୍ରଭୁ ଯୀଶୁ ତାଙ୍କର ଜୀବନ ସାରା ତାଙ୍କ ନିଜ ଇଚ୍ଛା ପ୍ରକାର କିଛି କାମ କରିନାହାନ୍ତି। ପିତା ଯାହା ଯାହା ଇଚ୍ଛା କଲେ ତାହା ହିଁ କଲେ। ଏତେ ବଡ଼ ଆଜ୍ଞାବହ ହେଲେ ଯେ ଫିଲିପିଓ 2:8-9-10 ଲେଖାଯାଇଛି ଯେ ପିତା ପରମେଶ୍ୱର ଆଜ୍ଞାବହ ଏତେ ହେଲେ ଯେ ମୃତ୍ୟୁ ପର୍ଯ୍ୟନ୍ତ, ଏପରିକି କାଲବାରୀ କ୍ରୁଶ ଉପରେ ମରଣ ପର୍ଯ୍ୟନ୍ତ ଯୀଶୁ ଆଜ୍ଞାବହ ହେଲେ। ଆମେ ସେହି ପ୍ରକାର ଆଜ୍ଞାବହ ଯଦି ହେଲା ଅନୁକରଣ କରିବା, ଯୀଶୁଙ୍କର ଇମିଟେସନ୍ ଅଫ୍ ଖ୍ରାଇଷ୍ଟ କରିବା, ତାହେଲେ ଆମେ ମଧ୍ୟ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। କାରଣ ପ୍ରଥମ ଜହନ 2:17 ପଦରେ ଲେଖାଯାଇଛି, ଏ ପୃଥିବୀ ଲୋପ ପାଇବ, ଏ ଆକାଶ ଲୋପ ପାଇବ, ଏ ସ୍ୱର୍ଗଲୋକ ସବୁ ଲୋପ ପାଇବ, କିନ୍ତୁ ଯେଉଁମାନେ ଈଶ୍ୱରଙ୍କର ଦିବ୍ୟ ଇଚ୍ଛା ପାଳନ କରନ୍ତି ବା ଈଶ୍ୱରଙ୍କର ବାକ୍ୟ ପ୍ରକାର ଜୀବନଯାପନ କରନ୍ତି, ସେମାନେ ଲୋପ ପାଇବେ ନାହିଁ। ଉଦାହରଣ ସ୍ୱରୂପ ଏଲିୟ ମଲେ ନାହିଁ, ଲୋପ ପାଇଲେ ନାହିଁ, ସ୍ୱ ସ୍ୱର୍ଗ ଗଲେ। ହନକ ସେ ମଧ୍ୟ ମଲେ ନାହିଁ, ସ୍ୱର୍ଗ ଗଲେ। କୁମାରୀ ମାରିଆ ସେ ମଧ୍ୟ ନ ମରି ସ୍ୱର୍ଗାରୋହଣ କଲେ। କାରଣ ମା ମାରିଆ ମଧ୍ୟ କହିଲେ, ଲୁକ୍ 1:37 କହିଲେ, ପ୍ରଭୁ ହେ ପିତା, ମୁଁ ତୁମର ଦାସୀ, ମୋର ଇଚ୍ଛା ନାହିଁ, ତୁମର ଦିବ୍ୟ ଇଚ୍ଛା ମୋ ଆଗରେ ପୂର୍ଣ୍ଣ। ଈଶ୍ୱରଙ୍କର ଦିବ୍ୟ ଇଚ୍ଛା ପ୍ରକାର ପାଳନ କରିବାଟା ହିଁ ଯୀଶୁଙ୍କର କାମ। ସେ ଯୀଶୁଙ୍କର କାମକୁ ଅନୁକରଣ କରିବାକୁ ଅଛି, ତାହେଲେ ଆମେ ମଧ୍ୟ ସେହି ପ୍ରକାର ଆଜ୍ଞାବହ ଜୀବନଯାପନ କରିବା। ଯୀଶୁ ଆମ ପାଇଁ ଜୀବନ ଦେଲେ, ଆମେ ମଧ୍ୟ ତାଙ୍କ ଆମର ମଣ୍ଡଳୀ ପାଇଁ, ଅନ୍ୟମାନଙ୍କର ମଙ୍ଗଳ ପାଇଁ ଯଦି ଆମେ ବି ଜୀବନ ଦେଇପାରିବା, ତାହେଲେ ଆମେ ମଧ୍ୟ ଯୀଶୁଙ୍କ ଭଳି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। ଏବଂ ପ୍ରକାଶିତ ବାକ୍ୟ 20:4-5 ଲେଖାଯାଇଛି, ଜଗତର ଶେଷ ସମୟରେ ଅନେକ ସିଂହାସନ ପଡ଼ିଥିବ, ଯୀଶୁ ଗୋଟେ ସିଂହାସନରେ ବସିବେ, ଏବଂ ଯେଉଁମାନେ ଯୀଶୁଙ୍କ ପାଇଁ ଜୀବନ ଦେଇଥିବେ, ଶହୀଦ ହେଇଥିବେ, ସେମାନେ ମଧ୍ୟ କେତେ ସିଂହାସନରେ ସେୟାରିଂ କରି ବସିବେ ସେମାନେ। କାରଣ 12ଟା ଶିଷ୍ୟମାନେ ମଧ୍ୟ ତାଙ୍କ ଜୀବନ ଦେଲେ, ଯୀଶୁ ଯେପରି ଜୀବନ ଦେଲେ, ଯୀଶୁ 12 ଶିଷ୍ୟ ମଧ୍ୟ ଅଧିକାଂଶ ଶିଷ୍ୟ ଜୀବନ ଦେଇଛନ୍ତି। ଉଦାହରଣ ସ୍ୱରୂପ ଆପଣ ଜାଣୁଛନ୍ତି, ଆମର ସାଧୁ ଥମାସ ଆମର ଭାରତବର୍ଷ ଆସି ଆମ ପାଇଁ ଜୀବନ ଦେଲେ, ରକ୍ତ ଦେଲେ, ଶହୀଦ ହେଲେ। ପିତର ମଧ୍ୟ ଶହୀଦ ହେଲେ, ସାଧୁ ପାଉଲ ମଧ୍ୟ ଶହୀଦ ହେଲେ, ଅନେକ ଶିଷ୍ୟମାନେ ଶହୀଦ ହେଲେ, ଜୀବନ ଦେଲେ, ରକ୍ତପାତ କଲେ। ତେଣୁ ଯେଉଁମାନେ ଖ୍ରୀଷ୍ଟ ସ୍ୱର୍ଗ ରାଜ୍ୟ ପାଇଁ ଯୀଶୁ ଯେପରି ଜୀବନ ଦେଲେ, ସେଇଭଳି ଅନୁକରଣ କରି ଯୀଶୁଙ୍କ ପରି ଯଦି ଯେଉଁମାନେ ଜୀବନ ଦେଇଛନ୍ତି, ସେମାନେ ସେ ସିଂହାସନରେ ସେୟାରିଂ କରିବେ, ବସିବେ 12 ବଂଶକୁ ଶାସନ କରିବା ପାଇଁ, ଯାହା ଦେଖୁଛୁ ପ୍ରକାଶିତ ବାକ୍ୟ 20:4-5। ତେବେ ସ୍ନେହର ଭାଇ, ଆଜିର ସୁସମାଚାର ଆମେ ଦେଖୁଛୁ, ପ୍ରଭୁ ଯୀଶୁ ଅନ୍ତିମ ଭୋଜନ ସମୟରେ ଠିଆ ହେଲେ, ଅଣ୍ଟାରେ ଗାମୁଛା ଭିଡ଼ିଲେ, ନିଜର ଶିଷ୍ୟମାନଙ୍କୁ ପାଦ ଧୋଇଦେଲେ, ପୋଛିଦେଲେ ଏବଂ କହିଲେ, ମୁଁ କ'ଣ କରି ଜାଣିଲ ତ? ମୁଁ ଯଦି ଗୁରୁ ହେଇ, ତୁମର ପ୍ରଭୁ ହେଇ, ମାଲିକ ହେଇ ଯଦି ମୁଁ ତୁମର ଗୋଡ଼ ଧୋଇଲି, ତୁମେ ମଧ୍ୟ ସେଇ ପ୍ରକାର କର। ସ୍ନେହର ଭାଇ ଭଉଣୀମାନେ ଏଥିରେ ଗୋଟିଏ କଥା କହିପାରେ, ପୁଣ୍ୟ ଗୁରୁବାର ଦିନ ଗୀତ ଗାଉଥିବେ, ବାଜା ବାଜୁଥିବ, ସମସ୍ତେ ଥିବେ, ଗାଧଫାଧ ହେଇ ଆସିଥିବେ ଲୋକ, ଗୁଡ଼ମାନଙ୍କ ଶିଷ୍ୟମାନଙ୍କର ଗୋଡ଼ ଧୋଇବାଟା ତ ସହଜ, ପାଦ ଧୋଇବାଟା ସହଜ ହେବ ଗିର୍ଜା ସମ୍ମୁଖରେ ସମସ୍ତେ, କିନ୍ତୁ ଧୋଇବାଟା କଷ୍ଟ। କେତେବେଳେ ସହ କଷ୍ଟ ହେବ? ଆପଣଙ୍କର ବାପା ଏବଂ ମା, ଆପଣଙ୍କର ସ୍ତ୍ରୀ କି ଆପଣଙ୍କର ସ୍ୱାମୀ ଯଦି ବେଡ୍ ରିଡେନ୍ ହେଇଥିବ, 1-2 ସେଜରେ ହେଇଯାଇଥିବ, ସେତେବେଳେ ଯଦି ଆପଣଙ୍କର ପ୍ରେମ ପ୍ରଦର୍ଶନ କରିପାରିବେ, ତାହେଲେ ଆପଣ ପ୍ରକୃତ ଶିଷ୍ୟ ହୋଇପାରିବେ। ସହଜ ନାହିଁ। ସ୍ନେହର ଭାଇ ଭଉଣୀମାନେ, ପାଦ ଧୋଇବାଟା ତ ସହଜ, କିନ୍ତୁ ଯୀଶୁ ନମୁନା ଦେଖିଦେଲେ। କିନ୍ତୁ ଆମେ ସେଇ ପ୍ରକାର ଯୀଶୁଙ୍କର କାର୍ଯ୍ୟକୁ ଅନୁକରଣ କେବେ କରିବା? ଯେତେବେଳେ ଆମର ବାପା ମା ବେଡ୍ ରିଡେନ୍ ହେଇଥିବେ, 1-2 ଯାଇପାରୁନଥିବେ, ଅସନା ହେଇଯାଇଥିବ ସେଜରେ, ତାକୁ ଯଦି ଆମେ ସଫାସୁତୁରା କରିବା,
ଯେମିତିକି ମଦର ତେରେସା ଅନେକ ନିରାଶ୍ରୟ ବୁଢ଼ୀ ବୁଢ଼ାମାନଙ୍କୁ ବାଟରେ ଫିଙ୍ଗିଥିବା, ଷ୍ଟେସନ ବଜାରରେ ଫିଙ୍ଗିଥିବା, ବସ୍ ଷ୍ଟାଣ୍ଡ ପାଖରେ ଫିଙ୍ଗିଥିବା ଲୋକମାନଙ୍କୁ ଟେକି ନେଇ ସେମାନଙ୍କର 1 2 ସଫା ସୁତରା କରି ଗରମ ପାଣି ଗାଧପାଧ କରି ସେମାନେ ଟ୍ରିଟମେଣ୍ଟ ସେବା କଲେ ଏବଂ ଆଜି ସାଧୁ ହେଇଛନ୍ତି। ଆମେ ଏତେ ବଡ଼ ବଡ଼ କଥା ନ କହି ଯଦି ଆମେ ସେଇ ପ୍ରକାର ସେବା କରିବା, କାରଣ ପ୍ରଭୁ ବାକ୍ୟ କହେ ସର୍ଭିସ୍ ଟୁ ମ୍ୟାନକାଇଣ୍ଡ ଇଜ୍ ସର୍ଭିସ୍ ଟୁ ଗଡ୍। ମାନବ ସେବା ଈଶ୍ୱର ସେବା। ଆପଣଙ୍କର ସ୍ତ୍ରୀ ଆପଣଙ୍କର ପୁରୁଷ ଦିନେ ବେଡ୍ ରିଡନ୍ ହେବେ, ହେଇପାରେ ସେମାନେ ଏତେ ବେଡ୍ ରିଡନ୍ ଯେ 1 2 ଯାଇପାରିବେନି, ସେଜର ସବୁ 1 2 ହେଇପାରେ, ପାଇପ୍ ଲାଗି ଥାଇପାରେ। ସେହି ସମୟରେ ବାକ୍ୟ ଯଦି ପାଳନ କରିପାରିବେ ତାହେଲେ ପ୍ରକୃତ ଶିଷ୍ୟ ଆପଣଙ୍କର ହେବେ, ତାହେଲେ ଯୀଶୁଙ୍କୁ ଅନୁକରଣ କରିପାରିବେ। ସ୍ନେହର ଭାଇ ଭଉଣୀ, ଗୋଟେ ବାପାର, ମାଆର କି ସ୍ତ୍ରୀର ବା ସ୍ୱାମୀର ଏ ପ୍ରକାର ସେବା କରିବାକୁ ଦରକାର ହେଲେ ପ୍ରେମ ଆବଶ୍ୟକ। କାରଣ ଲେଖାଯାଇଛି 1 Corinthians 13:4 ଲେଖାଯାଇଛି ଯେ ପ୍ରେମ ଭୟ କରେ ନାହିଁ, ପ୍ରେମ ସହିଷ୍ଣୁତା, ଦୟାଳୁ, ଆତ୍ମବଳି କରେ ନାହିଁ, ଗର୍ବ ଅହଙ୍କାର କରେ ନାହିଁ, ନମ୍ର ହୁଏ ଏବଂ ସବୁ ସହିପାରେ। ଯଦି ପ୍ରେମ ଅଛି ତାହେଲେ ହିଁ ଆପଣ ସେ ନମ୍ର ବି ଆସିବ, ସେ ସାହସ ଆସିବ, ସେ ଧୈର୍ଯ୍ୟ ଆସିବ। କାରଣ 1 John 4:18 ଲେଖାଯାଇଛି ପ୍ରେମରେ ଭୟ ରହେ ନାହିଁ। ଯଦି ପ୍ରେମ ଅଛି ଆପଣଙ୍କର ବାପା ପ୍ରତି, ମା ପ୍ରତି, ସ୍ତ୍ରୀ ପ୍ରତି, ସ୍ୱାମୀ ପ୍ରତି ପ୍ରେମ ଅଛି, ଆପଣ 1 2 ମଧ୍ୟ ଭୟ କରିବେ ନାହିଁ। ଯଦି ସ୍ତ୍ରୀ ବା ବାପା କି ମା ମାନେ ସେଜରେ ପଡ଼ିଛନ୍ତି, 1 2 ହେଇଯାଇଛି, ମହିଳା ହେଇଛି, ଅସନା ହେଇଛି, ତାକୁ ସଫା ସୁତରା କରି ତାକୁ ସେବା କରିବାଟା ପାଇଁ ଦରକାର ପ୍ରେମ, ପ୍ରକୃତ ଅରିଜିନାଲ ପ୍ରେମ ଦରକାର। ସେଥିପାଇଁ ନମ୍ର ଦରକାର। ଆଉ ଭାବିବେ ନାହିଁ ଯେ ମୁଁ ସ୍ତ୍ରୀର ମସ୍ତକ, ମୁଁ ସ୍ତ୍ରୀର 1 2 ସଫା କରିବି ନାହିଁ, ଗୋଡ଼ ଧୋଇବି ନାହିଁ, ସେଆ ଭାବନ୍ତୁ, ପ୍ରଭୁଙ୍କୁ ଅନୁକରଣ କରିବେ। ଯୀଶୁ ତ୍ରାଣକର୍ତ୍ତା ପରମେଶ୍ୱର, ସ୍ୱର୍ଗ ମର୍ତ୍ତ୍ୟ ସୃଷ୍ଟିକର୍ତ୍ତା ପରମେଶ୍ୱର, ମାଲିକ ହିଁ ପ୍ରଭୁ ହିଁ ଯଦି ଆମମାନଙ୍କର ଗୋଡ଼ ଧୋଇଲେ, ଆମେ ନିଜର ସ୍ତ୍ରୀ, ନିଜର ପୁରୁଷ, ନିଜର ବାପା, ନିଜର ମାଆର ଆମେ ସବୁ ସେବା ଯଦି ନ କରିବା ତାହେଲେ ଆମେ କି ଖ୍ରୀଷ୍ଟିଆନ? ତେବେ ସ୍ନେହର ଭାଇ ଭଉଣୀମାନେ, ଆଜିର ସୁସମାଚାର ପ୍ରଭୁ କହୁଛନ୍ତି ଯେଉଁମାନେ ମୁଁ କ'ଣ କରି ବୁଝିପାରିବେ ଏବଂ ସେଇ ପ୍ରକାର କରିବେ ସେମାନେ ଧନ୍ୟ। ତେବେ ସ୍ନେହର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଯେଭଳି କ୍ଷମା ଦେଲେ, ପ୍ରଭୁ ଯୀଶୁ ଆମ ପାଇଁ ଯେପରି ଶହୀଦ ହେଲେ, ପ୍ରଭୁ ଯୀଶୁ ଅନ୍ୟମାନଙ୍କୁ ଯଦି ସେବା କଲେ ଆମେ ସେଇ ପ୍ରକାର କରିବା। ପ୍ରଭୁ ଯୀଶୁ ସାରା ସହର ଦିନ ରାତି ସହର ବଜାର ବୁଲି ବୁଲି ସୁସମାଚାର ପ୍ରଚାର କଲେ। ସେଥିପାଇଁ କୁହାଯାଏ ଯୀଶୁ ଆମେ ମଧ୍ୟ ସେ ପ୍ରକାର କରିବା ଦରକାର। କାରଣ ମାର୍ଥ୍ୟୁ ସୁସମାଚାର 5:29 ଲେଖାଯାଇଛି ଯେଉଁମାନେ ପ୍ରଭୁଙ୍କର ସୁସମାଚାର ପ୍ରଚାର କରନ୍ତି ଏବଂ ସୁସମାଚାର ପ୍ରକାରକ ଜୀବନଯାପନ କରନ୍ତି ସେମାନେ ସ୍ୱର୍ଗ ରାଜ୍ୟରେ ସର୍ବଶ୍ରେଷ୍ଠ ବୋଲି ପରିଗଣିତ ହେବେ। ଆମେ ଯଦି ସ୍ୱର୍ଗ ରାଜ୍ୟରେ ମହାନ ହେବାକୁ ଚାହୁଁଛୁ ତାହେଲେ ଆମେ ସେଇ ପ୍ରକାର ସେବା କରିବା, ପ୍ରଭୁଙ୍କର ବାକ୍ୟ ଯୀଶୁଙ୍କର କାମ ଅନୁକରଣ କରିବାକୁ ପଡ଼ିବ। କାରଣ ପ୍ରଭୁ ଯୀଶୁ ମଧ୍ୟ କହିଲେ, ମାର୍ଥ୍ୟୁ 28:26 କହିଲେ, ତୁମେ ଯେଉଁମାନେ ନିଜକୁ ସବୁଠାରୁ ସମସ୍ତଙ୍କୁ ଶ୍ରେଷ୍ଠ ହେଉଛ ସେମାନଙ୍କ ସେବକ ହୁଅ, ଆଉ ଯେଉଁମାନେ ପ୍ରଥମ ହେଉଛ ସେମାନଙ୍କ କୀର୍ତ୍ତଦାସ ହୁଅ, ସେବା କର। କାରଣ ସେଇ ମାର୍ଥ୍ୟୁ 20:28 କହିଲେ, ମଣିଷ ପୁତ୍ର ସେବା ପାଇବା ପାଇଁ ଆସିଲେ ନାହିଁ, ସେବା କରିବା ପାଇଁ ଆସିଲେ। ଯୀଶୁ କହିଲେ ନାହିଁ ଯେ ମୋର ଗୋଡ଼ ଧୁଅ ବୋଲି କହିଲେ ନାହିଁ। ଯୀଶୁ ଶିଷ୍ୟଙ୍କ ଗୋଡ଼ ଧୋଇ ଦେଖିଲେ, ସେ ସେବା ପାଇବା ପାଇଁ ଆସିନାହାନ୍ତି। ଯୀଶୁ କହିଲେ ନାହିଁ ଯେ ମୋ ପାଇଁ ଜୀବନ ଦିଅ ବୋଲି କହିନାହାନ୍ତି, ଯୀଶୁ ଆମ ପାଇଁ ଜୀବନ ଦେଲେ। କାରଣ ଜନ୍ ସୁସମାଚାର 15:14 ପ୍ରଭୁ କହିଲେ, ଜଣେ ବନ୍ଧୁ ଲାଗି ଜଣେ ଜୀବନ ଦେବା ଠାରୁ ଅଧିକ ବଡ଼ ପ୍ରେମ ଥାଇପାରେ। ସତ୍ୟ ଧର୍ମର ପ୍ରକାଶନ ପାଇଁ ଯଦି ଆମେ ପ୍ରଭୁ ଯୀଶୁଙ୍କ ପାଇଁ ଆମେ ଶହୀଦ ହେବା ତାହେଲେ ଆମେ ମଧ୍ୟ ଧନ୍ୟ ହେବ। ପ୍ରଭୁ ଯୀଶୁଙ୍କ ବାକ୍ୟ ଆଜି ଯୀଶୁଙ୍କୁ ଅନୁକରଣ କରି ସାରା ଜୀବନ ସୁସମାଚାର କରିବା ପାଇଁ ଦିନ ବିତେଇଛନ୍ତି। ଯୀଶୁଙ୍କୁ ଅନୁକରଣ କରି ଫାଦର ଗୋମେସ୍ ଭି ଭାଲେରିଆନ ଗୋମେସ୍ ସ୍ପେନ ଦେଶ ଛାଡ଼ିକି ଇଣ୍ଡିଆକୁ ଆସିଲେ, ମୋହନା ପରି ଜାଗାରେ ରହିଲେ, ସହର ଗାଁ ଗହଳି ଗଣ୍ଡ ପାହାଡ଼ ପର୍ବତ ବୁଲି ବୁଲି ସୁସମାଚାର ପ୍ରଚାର କଲେ ଏବଂ ଯୀଶୁଙ୍କ ଲାଗି ଜୀବନ ଦେଲେ। ମୋହନାରେ ମରି ମୃତ୍ୟୁବରଣ କଲେ, ଯୀଶୁଙ୍କ ଭଳି ଜୀବନ ଦେଲେ। ସାଧୁ ଥମାସ ତାଙ୍କ ଦେଶକୁ ଛାଡ଼ି ଆସି କେରଳରେ ଆସିଲେ, କେରଳରେ ତାଙ୍କ ପାଇଁ ଜୀବନ ଦେଲେ। ଯୀଶୁ ଯେପରି ଆମ ପାଇଁ ଜୀବନ ଦେଇଛନ୍ତି ଆମେ ମଧ୍ୟ ତାଙ୍କ ପାଇଁ ଜୀବନ ଦେବା ପାଇଁ ପ୍ରସ୍ତୁତ ହେବାକୁ ଦରକାର ଅଛି। କାରଣ ଯେଉଁମାନେ ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିବେ ସେମାନେ ହରାଇବେ, ଯେଉଁମାନେ ପ୍ରଭୁଙ୍କ ଲାଗି ହରାଇବେ ସେମାନେ ଜୀବନ ପାଇବେ। ତେବେ ଆଜିର ମୁଖ୍ୟର ପ୍ରସଙ୍ଗ ହେଲା ଯୀଶୁଙ୍କର କାର୍ଯ୍ୟକୁ ଅନୁସରଣ ଯେଉଁମାନେ କରନ୍ତି ସେମାନେ ଧନ୍ୟ। ସ୍ନେହର ଭାଇ ଭଉଣୀମାନେ, ଯୀଶୁଙ୍କର କାର୍ଯ୍ୟକୁ ଅନୁସରଣ କରିବାଟା ଏତେ ଆସାନ ନୁହଁ, ସହଜ ନୁହଁ। ଅନ୍ୟ ଭାଇମାନଙ୍କ ପାଇଁ ଜୀବନ ଦେବାଟା ଏତେ ସହଜ ନାହିଁ।
ନିଜର ହତ୍ୟାକାରୀ ମାନଙ୍କୁ କ୍ଷମା ଦେବା ଏତେ ସହଜ ନାହିଁ। ଦିନ ରାତି ପାହାଡ଼ ପର୍ବତ ବୁଲି ବୁଲି ବର୍ଷା ଖରା ଶୀତରେ ବୁଲି ବୁଲି ସୁସଂସାର ପ୍ରଚାର କରିବା ଏତେ ସହଜ ନାହିଁ। ଆମେ ସେଇ ଯୀଶୁ ଆଜି କହିଲେ ସେଇ ଆପଣଙ୍କର ଜନ୍ 13:17 କହିଲେ ଲେଖାଯାଇଛି ଦେଖନ୍ତୁ, ଯଦି ତୁମେମାନେ ଏଇସବୁ ବିଷୟ ବୁଝି ଏହାକୁ କାର୍ଯ୍ୟରେ ପରିଣତ କର ତେବେ ତୁମେମାନେ ଧନ୍ୟ। ତେବେ ସ୍ନେହର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଙ୍କୁ ଅନୁସରଣ କରିବା, ଇମିଟେସନ୍ ଅଫ୍ ଖ୍ରାଇଷ୍ଟ, ଯୀଶୁଙ୍କୁ ଅନୁସରଣ କରିବା। କାରଣ ଆମର ପ୍ରେରିତ ପୁସ୍ତକ 11:26 ଆଣ୍ଟିଓକରେ ଯୀଶୁଙ୍କର ଶିଷ୍ୟମାନେ ଯୀଶୁଙ୍କର ସବୁ କାମକୁ ଅନୁକରଣ କଲେ। ଯୀଶୁ ଯେମିତି ପ୍ରାର୍ଥନା କରୁଥିଲେ ରାତିରେ ଉଠି ସେମିତି ପ୍ରାର୍ଥନା କଲେ। ଯୀଶୁ ଯେମିତି ସମସ୍ତଙ୍କୁ ପ୍ରେମ କରୁଥିଲେ ସମସ୍ତ ଶିଷ୍ୟମାନେ ବି ପ୍ରେରଣ କଲେ। ଯୀଶୁ ଯେମିତି ବାକ୍ୟ ପ୍ରଚାର କଲେ ଏମାନେ ବି ସେମିତି ବାକ୍ୟ ପ୍ରଚାର କଲେ। ଯୀଶୁ ଯେମିତି ଅନ୍ୟମାନଙ୍କୁ କ୍ଷମା ଦେଲେ ଏମାନେ ଶିଷ୍ୟମାନେ ବି କ୍ଷମା ଦେଲେ। ଯୀଶୁ ଯାହା କରୁଥିଲେ ଠିକ୍ ତାଙ୍କର ଚାଲିରେ କର୍ତ୍ତବ୍ୟରେ ଚାଲି ଚଳନ କଥାରେ ବାର୍ତ୍ତାରେ ଆଚାର ବ୍ୟବହାର ଠିକ୍ ଯୀଶୁଙ୍କୁ ତେଣୁ କରି ଆଣ୍ଟିଓକର ଲୋକମାନେ ସେଇ ଶିଷ୍ୟମାନଙ୍କୁ ପ୍ରଥମେ କହିଲେ ଯେ ଏମାନେ ଖ୍ରୀଷ୍ଟିଆନର ଅର୍ଥ ହେଲା ଖ୍ରାଇଷ୍ଟ ଇନ୍ ଦେମ୍, ଖ୍ରୀଷ୍ଟ ସେମାନଙ୍କ ମଧ୍ୟରେ ଅଛନ୍ତି। ଯେଉଁମାନଙ୍କ ଭିତରେ ଯୀଶୁ ରହିବେ ଯୀଶୁଙ୍କର କାର୍ଯ୍ୟ ବଢ଼ିବ, ଯୀଶୁଙ୍କର ଭଳି କଥାବାର୍ତ୍ତା କରିବେ, ଯୀଶୁଙ୍କ ଭଳି ପ୍ରାର୍ଥନା କରିବେ, ଯୀଶୁଙ୍କ ଭଳି ଚାଲିଚଳନ ହେବ, ତାଙ୍କର ଆଚାର ବ୍ୟବହାର ସବୁ ହେବ ଏବଂ ସେମାନଙ୍କୁ ହିଁ ଖ୍ରୀଷ୍ଟିଆନ କୁହାଯିବ। କାରଣ ଖ୍ରୀଷ୍ଟିଆନର ଅର୍ଥ ହେଲା ଖ୍ରାଇଷ୍ଟ ଇନ୍ ଦେମ୍, ଖ୍ରୀଷ୍ଟ ସେମାନଙ୍କଠାରେ। ତେଣୁ ସାଧୁ ପାଉଲ ଗାଲାତିୟ 2:20 ମଧ୍ୟ କହିଲେ, ମୁଁ ଯେ ବଞ୍ଚିଛି ମୁଁ ନାହିଁ, ମୋ ଠାରେ ଖ୍ରୀଷ୍ଟ ବଞ୍ଚିଛନ୍ତି। ସ୍ନେହର ଭାଇ ଭଉଣୀମାନେ, ଆଜିର ମୁଖ୍ୟ ପ୍ରସଙ୍ଗ ହେଲା ଯୀଶୁଙ୍କର କାର୍ଯ୍ୟକୁ ଅନୁସରଣ ଯେଉଁମାନେ କରନ୍ତି ସେମାନେ ଧନ୍ୟ। ଆମ ଜୀବନରେ ଯାହା ବି ଯେତିକି ଦିନ ଆମେ ବଞ୍ଚିବା ଆଦର୍ଶ ଖ୍ରୀଷ୍ଟିଆନ ଜୀବନଯାପନ କରିବାକୁ ହେଲେ ଯୀଶୁଙ୍କର ପାଦକୁ ଅନୁସରଣ କରି ଯୀଶୁ ଯାହା କଲେ ତାହା କରି ଆମେ ଯିବା। ଯୀଶୁ ଯେମିତି ପ୍ରାର୍ଥନା କଲେ ଆମେ ସେମିତି ପ୍ରାର୍ଥନା କରିବା। ଯୀଶୁ ଯେମିତି କ୍ଷମା ଦେଲେ ଆମେ ସେମିତି କ୍ଷମା ଦେବା। ଯୀଶୁ ଯେମିତି ଅନ୍ୟମାନଙ୍କୁ ସୁସ୍ଥ କଲେ ଆମେ ସେମିତି ସୁସ୍ଥ କରିବା। ଯୀଶୁ ଯେମିତି ପ୍ରାର୍ଥନା କଲେ ସେମିତି ପ୍ରାର୍ଥନା କରିବା। ଯୀଶୁ ଯେମିତି ଉପବାସ କଲେ ଆମେ ସେମିତି ଉପବାସ କରିବା। ଯୀଶୁ ଯେମିତି ଜୀବନ ଦେଲେ ଠିକ୍ରେ ଆମେ ମଧ୍ୟ ଅନ୍ୟମାନଙ୍କର ମଙ୍ଗଳ ପାଇଁ ଜୀବନ ଦେବା, ମଣ୍ଡଳୀ ପାଇଁ ମରିବା ପାଇଁ ଚେଷ୍ଟା କରିବା। ତେବେ ଆମେ ଧନ୍ୟ ହେବ। ସ୍ନେହର ଭାଇ ଭଉଣୀମାନେ, ଆପଣମାନେ ସମସ୍ତେ ଶୁଣିଥିବାରୁ ଗୁଡ୍ ହିୟରିଂ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ରହିଲି। ଜୟ ଯୀଶୁ।